ଲୁଣ ଲୁଣ ଦ୍ୱାରା କେମିତି ଆମେ ବାସ୍ତୁ ଦୋଷ ଦୂରୀକରଣ କରିବା। ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଲଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ। ମୁଁ ବାସ୍ତୁବିତ୍ ଗଜେନ୍ଦ୍ର ପ୍ରସାଦ ଅଗସ୍ତ୍ୟ ଶର୍ମା। ସାଧାରଣତଃ ଆମ୍ଭେ ଘରେ ଲୁଣ ବ୍ୟବହାର କରୁ। ତେଣୁ ଏହି ଲୁଣ ତରକାରୀର ସ୍ୱାଦ ଯେମିତି ବଢ଼େଇଥାଏ, ଠିକ୍ ସେମିତି ବାସ୍ତୁରେ ଥିବା ନକାରାତ୍ମକ ଶକ୍ତି ମଧ୍ୟ ନଷ୍ଟ କରିଥାଏ। ଆମେ ତା'ର ପ୍ରୟୋଗ ଯଦି ଠିକ୍ ଉପାୟରେ କରନ୍ତି ତାହେଲେ ଆମ୍ଭ ଘରରେ ଥିବା ବାସ୍ତୁ ଦୋଷ ମଧ୍ୟ ଏ ଲୁଣ ଦୂରୀଭୂତ କରେ। ଏବେ ଯେଉଁ ଲୁଣ ଆମେ ବ୍ୟବହାର କରୁଛନ୍ତି ହେଉଛି ଆୟୋଡ଼ିନ୍ ଯୁକ୍ତ ଲୁଣ। ଲୁଣକୁ କେମିକାଲ ପ୍ରୟୋଗ କରାଥାଏ ନା, ସେ ଲୁଣ ଦୂରୀଭୂତ ଯାହା କରେ, କିନ୍ତୁ ରଗଡ଼ା ଲୁଣ, ସମୁଦ୍ରରୁ ମରାଯାଉଥିବା ଯେଉଁ ଲୁଣ ରଗଡ଼ା ଲୁଣ, ସେ ଲୁଣ ଆୟୋଡ଼ିନ୍ ଯୁକ୍ତ ନଥାଏ ବା କେମିକାଲ ନଥାଏ। ସେଇ ଲୁଣ ହିଁ ଆମ ବାସ୍ତୁର ଥିବା ନକାରାତ୍ମକ ଶକ୍ତିକୁ ଧୀରେ ଧୀରେ ନଷ୍ଟ କରିଥାଏ। ତା'ର ପ୍ରୟୋଗ ସାଧାରଣତଃ ଆମେ ଯଦି ସପ୍ତାହକୁ 2 ଥର ଆମ ଘରର ତଳି ଅଗଣାକୁ ଯଦି ଲୁଣ ପାଣିରେ ପୋଛା ମରାଯାଏ, ସଫା କରାଯାଏ ଲୁଣ ପାଣିରେ, ଘରେ ଥିବା ଜୀବାଣୁ ମଧ୍ୟ ମରନ୍ତି ଏବଂ ଯାହା ନକାରାତ୍ମକ ଶକ୍ତି ଥାଏ ସେ ମଧ୍ୟ ନଷ୍ଟ ହୋଇଯାଇଥାଏ। ସାଧାରଣତଃ ଏବେ ଆମେ ଘରେ ଲାଟ୍ରିନ୍ ବାଥରୁମ୍ ୱିଥ୍ ବେଡ଼ରୁମ୍ କରୁଛନ୍ତି, ସେ ମଧ୍ୟ ବାସ୍ତୁ ପାଇଁ କ୍ଷତିକାରକ ଥାଏ। କିନ୍ତୁ ସଭ୍ୟତା ଏବଂ ଯୁଗର ଢାଞ୍ଚାକୁ ନେଇ ଆମେ ଘର ଭିତରେ ବାଥରୁମ୍ ଲାଟ୍ରିନ୍ ତିଆରି କରୁଛନ୍ତି। ତେଣୁ ସେ ମଧ୍ୟ ତାକୁର ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ। ତାକୁ ଦୂରୀଭୂତ କରିବା ପାଇଁ ହେଲେ ଆମେ କୌଣସି କାଚ ପାତ୍ରରେ ଲୁଣ ନେଇ ଆମ ଲାଟ୍ରିନ୍ ମଧ୍ୟ ରଖିବା ଏବଂ ସପ୍ତାହକୁ ଥରେ ସେ ଲୁଣକୁ ସେ ବାଥରୁମ୍ରେ ଫ୍ଲାସ୍ କରିଦେବା, ଧୋଇଦେବା। ପୁଣି ନୂତନ ଲୁଣ ସେ କାଚ ପାତ୍ର ରଖିବା, କଲେ ସେ ଘରୁ ସେ ଲାଟ୍ରିନ୍ରୁ ମଧ୍ୟ ବାସ୍ତୁ ଦୋଷ ଦୂରୀଭୂତ ହୋଇଥାଏ। ଏବଂ ପ୍ରତ୍ୟେକ ଦିନ କିମ୍ବା ଶନିବାର ଦିନ ଆପଣ କିଛି ଲୁଣ ହାତରେ ଧରନ୍ତୁ ଏବଂ ଲୁଣ ଦିହରେ ଲୁଣକୁ ନେଇ ଆପଣ ବେସିନ୍ ପାଖରେ ବା ପାଣି ପାଖରେ ନିଜର ଯାହା ନକାରାତ୍ମକ ଶକ୍ତି ଅଛି ବା ନକାରାତ୍ମକ ଚିନ୍ତାଧାରା ଅଛି, ଲୁଣ ଅଞ୍ଜୁଳା ଧରି ଆପଣ ଯଦି ତାହା ପ୍ରକାଶ କରିଦେଉଛନ୍ତି ଏବଂ ସେହି ଅଞ୍ଜୁଳାରେ ପାଣି ମଧ୍ୟ ଭରି ଯଦି ଫ୍ଲାସ୍ କରିଦେଉଛନ୍ତି, ଆପଣ ପାଖରେ ଥିବା ନକାରାତ୍ମକ ଶକ୍ତି ମଧ୍ୟ ଧୀରେ ଧୀରେ ନଷ୍ଟ ହୋଇଯାଇଥାଏ। ଯଦି କୌଣସି ଘରରେ ତାନ୍ତ୍ରିକ ପଦ୍ଧତି ହେଇଛି ବୋଲି ଆପଣ ଜାଣୁଛନ୍ତି, ତାହେଲେ ଆପଣ କିଛି ଅଳ୍ପ ଲୁଣ ନିଅନ୍ତୁ, ତା ପାଣିରେ ଗୋଳେଇ ଦିଅନ୍ତୁ ଏବଂ ସେ ପାଣିକୁ ନେଇ ଆପଣ ଯଦି ଫୁଟେଇକି ଫିଟକିରି ସଦୃଶ କରିପାରନ୍ତି, ତାକୁ ଆପଣଙ୍କର ଘରର ଚାରି କୋଣରେ କଳା କପଡ଼ାରେ ବାନ୍ଧିଦେଲେ ନକାରାତ୍ମକ ଶକ୍ତି ମଧ୍ୟ ଆପଣଙ୍କ ଘରୁ ଦୂରୀଭୂତ ହୋଇଥାଏ। ଲୁଣ ଯେମିତି ତରକାରୀକୁ ସ୍ୱାଦ କରେ, ଠିକ୍ ସେମିତି ବାସ୍ତୁକୁ ମଧ୍ୟ ସ୍ୱାଦ କରିଦିଏ। ଯାହା ନକାରାତ୍ମକ ଶକ୍ତି ଥାଏ ସେ ମଧ୍ୟ ନଷ୍ଟ କରିଦିଏ, ଦୂରୀଭୂତ କରିଦିଏ। ଲୁଣ ଆମର ନିତ୍ୟ ବ୍ୟବହାର୍ଯ୍ୟ ଥାଏ। ଲୁଣ ଅଭାବ ହେଲେ ଗଳଗଣ୍ଡ ରୋଗ ମଧ୍ୟ ହୁଏ। ଶରୀର ପାଇଁ ଯେମିତି ଉପକାର, ଘର ପାଇଁ ମଧ୍ୟ ସେମିତି ଉପକାର।